ନିଜକୁ ନିଜେ ସମ୍ଭାଳି ନହେଲେ ପରବର୍ତ୍ତୀ ସମୟରେ ସାଧାରଣ ଲୋକ ହିଁ ତାଙ୍କୁ ବିଚ୍ ବଜାରରେ ବି ପିଟିବେ। ମାନେ ସେ ଲୋକ ଥରେ ତୁଳସୀରେ କୁକୁର ମୁଛନ୍ତି ବୋଲି ଜଗନ୍ନାଥଙ୍କ ତୁଳସୀରେ କୁକୁର ମୁଛି ବୋଲି କହିକି ଲୋକ ତାକୁ କାଳିମାଡ଼ କରିଥିଲେ। ସେ ଯେତେ ବଡ଼ ଷ୍ଟାର୍ ହୁଅନ୍ତୁ ପଛେ ଯେତେବେଳେ ଗୀତ ବୋଲୁଛନ୍ତି ନିଜର ସଂଯମତା ରକ୍ଷା କରି ଗୀତ ବୋଲିବା ଉଚିତ। ବର୍ତ୍ତମାନ ଯେଉଁ ନୂଆ ସରକାର ଆସିଛନ୍ତି ଏ ଯେଉଁ ଭଜନ ଜଣାଣ ଉପରେ ଅଙ୍କୁଶ ଲଗାଇବାକୁ ହେଲେ ଗୋଟେ ସ୍ୱତନ୍ତ୍ର ସେନ୍ସର ନିୟମ ଆଣନ୍ତୁ ସୂଚନା ଲୋକ ସମ୍ପର୍କ ବିଭାଗ ମାଧ୍ୟମରେ, ଯେଉଁଟାକି ଏହି ପ୍ରକାର ଅଶ୍ଳୀଳତା ଏ ପ୍ରକାର ଭାବରେ ଡବଲ ମିନିଂ ଥାଇକି ଯେଉଁ ଗୀତ ହେଉଛି ଭଜନ ଜଣାଣ ତା ଉପରେ ମଧ୍ୟ ରୋକ ଲଗାଯାଇପାରିବ। କାରଣ ଏସବୁ ଜିନିଷ ଯଦି ଏବେଠାରୁ ନ ହୁଏ ତା ପରବର୍ତ୍ତୀ ସମୟରେ ଏଇଟା ଅଧିକ ସଂକ୍ରାମକ ରୋଗ ଭଳିଆ ବହୁତ ବ୍ୟାପିଯିବ। ସେ ତ ଯଦି ଗୀତ ଭଲ ହେବ ଲୋକ ଶ୍ରୋତା ଶୁଣିବେ, ତାଙ୍କୁ ବିକୃତ କରି ବୋଲିକି ଗୋଟେ ଆଟେନସନ୍ ଡାଇଭର୍ଟ କରିବା, ଲୋକଙ୍କ ଆଟେନସନ୍ ଗୋଟେ ଭକ୍ତିଭାବକୁ ଡାଇଭର୍ଟ କରିବା, ଏଇଟା ଆଦୌ ଗ୍ରହଣୀୟ ନୁହେଁ। এইটা ବି ସୋସାଇଟିରେ କେବେ ବି ଗ୍ରହଣୀୟ ହେବନି। ସେ ପପମ୍ ଯେତେ ଯେଉଁ ଷ୍ଟାଇଲରେ ବି ବୋଲିଲେ ବି ତା ଯଦି ସେ ଲୋକ ଯଦି ଆଦୃତ ହେଉଥାନ୍ତା ତାହେଲେ ତ ସେଇ ଟାଇପ୍ର ଗୀତଟାକୁ ମ୍ୟାକ୍ସିମମ୍ ବୋଲନ୍ତେ। କିନ୍ତୁ ସେ ଯେହେତୁ ଜାଣୁଛନ୍ତି ଯେ ଲୋକ ମୋତେ ପସନ୍ଦ କରୁନାହାନ୍ତି, ଏସବୁ ଜିନିଷ ପସନ୍ଦ ଯୋଗ୍ୟ କଥା। ଆଉ ଭଜନ ଜଣାଣ ଏଇଟା ହେଉଛି ଗୋଟେ ଆଧ୍ୟାତ୍ମିକ ଦିଗ ପ୍ରତି ଗୁରୁତ୍ୱ ଦେଉଛି। ତେଣୁକରି ଏସବୁ ଗୀତ ବୋଲିଲା ବେଳେ ଭଲ ଗୀତ ଡିଭୋସନ୍ ସଙ୍ଗ୍ ବୋଲିଲା ବେଳେ ସମସ୍ତେ ଗୋଟେ ସୁସ୍ଥ ମାନସିକତା ନେଇକି ଗୀତଟା ବୋଲାଯାଏ। ଆଉ ସେଥିରେ ଯେଉଁମାନେ ଯଦି ତାକୁ କୁସାରଟାନକ ଭଳିଆ କରିବେ, ତାକୁ ବିକୃତ ରୁଚିର ଶୈଳୀରେ ଗୀତ ବୋଲିବେ, ଏଥିରେ ଭାବାବେଗ କେଉଁଠୁ ଆସିବ? ମାନେ ଏଇ ପ୍ରକାର ଅନସୋସିଆଲ ଲୋକଙ୍କୁ କେତେ ତାଙ୍କ ବିରୁଦ୍ଧରେ ଆନ୍ଦୋଳନ ହେବ। ନିଜକୁ ନିଜେ ସମ୍ଭାଳି ନହେଲେ ପରବର୍ତ୍ତୀ ସମୟରେ ସାଧାରଣ ଲୋକ ହିଁ ତାଙ୍କୁ ବିଚ୍ ବଜାରରେ ବି ପିଟିବେ। ଯେଉଁମାନେ ରିଏଲ୍ ଯେଉଁମାନେ ଖ୍ୟାତି ଅଛି ସେମାନେ ଯେତେବେଳେ ଉପରକୁ ଉଠନ୍ତି ନିଜ ମୁଣ୍ଡ ତଳକୁ ନୁଆଇବା ଦରକାର। ଆଉ ଯେଉଁମାନେ ଅଳ୍ପ ଟିକେ ଇଏରେ ଖୁସି ହେଇ ଅତି ବିମୁଗ୍ଧ ହେଇଯାଆନ୍ତି ସିଏ ଲାଷ୍ଟକୁ ଶେଷ ପର୍ଯ୍ୟାୟରେ ତଳିତଳାନ୍ତ ହେଇଛନ୍ତି। ଏହା ଫିଲ୍ମ ଇଣ୍ଡଷ୍ଟ୍ରିର ଉଦାହରଣ କେବଳ ଗୋଟେ ନୁହଁ, ଭାରତ ବର୍ଷର ମଧ୍ୟ ଫିଲ୍ମ ଉଦାହରଣ ହେଉଛି ଏଇ ଟାଇପ୍ର ହେଇଛି। ଅନେକ ଯେଉଁମାନେ ଅତି ମାନେ ବିପଦଗାମୀ ହେଇଛନ୍ତି ସେମାନେ ପରବର୍ତ୍ତୀ ସମୟରେ ତଳକୁ ଯାଇଛନ୍ତି ଆଉ ଉପରକୁ ଚଢ଼ିବାର ତାଙ୍କର ନଜିର ନାହିଁ।